ହରିପୁର ବୋଲି ଗୋଟିଏ ଗାଁଟିଏ ଥିଲା। ଗାଁଟି ଭାରି ସୁନ୍ଦର ଥିଲା। ସେଠାରେ ରହୁଥିଲେ ଚନ୍ଦନ ଆଉ ତା ମା। ଚନ୍ଦନର ଦୁଃଖର ବିଷୟ, ତା ବାପା ଚାଲିଯାଆନ୍ତି। ବାପା ଯିବା ପରେ ମା ତା ଘରେ ବାସନ ମାଜି ନିଜ ପେଟ ପୋଷନ୍ତି। ଏଥି ସମୟରେ ଶିକ୍ଷକ ସେହି ବାଟ ଦେଇ ଯାଉଥିଲେ। ଦେଖିଲେ ଚନ୍ଦନ କିଛି ଗାଈ ସହିତ ଗୋଟିଏ ପୁରୁଣା ବହିଟିକୁ ଧରି ପାଠ ପଢୁଛି। ଏଣୁ ସେ ତା ପାଖକୁ ଯାଇ ପଚାରୁଛନ୍ତି, ଆରେ ଚନ୍ଦନ, ତୁ ସ୍କୁଲ ଯାଉନୁ କି? ତୁ ଏଠାରେ କଣ କରୁଛୁ? ପାଠଶାଠ କିଛି ପଢୁନୁ? ନା ସ୍କୁଲରେ କିଛି କାମ ଦିଆହଉନି? ନା କଣ ହଉଛି ତୋର? ସାର୍, ମୁଁ ଏଠାରେ ବସି ଗାଈ ଚରାଉଛି। ଆମ ଘରର ଆର୍ଥିକ ପରିସ୍ଥିତି ଠିକ୍ ନଥିବାରୁ ମୁଁ ସ୍କୁଲ ଯାଉନାହିଁ। ଆରେ ଚନ୍ଦନ, ଏ ବୟସ ହଉଛି ତୋର ପାଠ ପଢିବା, କିଛି ଶିଖିବାର। କିନ୍ତୁ ତୁ ଯଦି ପାଠ ପଢିବୁନି ତ ଭବିଷ୍ୟତ କଣ ହବ ତୁ ଜାଣିଛୁ ତି? ଏବେ କିଛି ବି କଣ ତୁ ପଢୁନୁ? ଶୁଣେ ଚନ୍ଦନ, ମୁଁ ଆଜି ସନ୍ଧ୍ୟାରେ ତମ ଘରକୁ ଯାଉଛି। ତୋ ସହିତ କଥା ହେବି। ଏହା କହିସାରିବା ପରେ ଶିକ୍ଷକ ଚନ୍ଦନର ଘରକୁ ସନ୍ଧ୍ୟା ସମୟରେ ଯାଆନ୍ତି। ଆରେ ଚନ୍ଦନ, ଅଛୁ କି ରେ? ଆରେ ବାବା ଚନ୍ଦନ, ଅଛୁ କି ଘରେ? ହଁ ସାର୍, ଆସୁଛି। ସାର୍ ନମସ୍କାର, ଆସନ୍ତୁ, ଘର ଭିତରକୁ ଆସନ୍ତୁ। ଦେଖ ବାବା ଚନ୍ଦନ, ପରିସ୍ଥିତି ଯାହା ହଉନା କାହିଁକି ଆମକୁ ଆମ କାର୍ଯ୍ୟ କରିବାକୁ ପଡ଼ିବ। ତେଣୁ କହିଲୁ, ତୋର ପାଠ ପଢିବାକୁ ଇଚ୍ଛା ଅଛି ନା ନାହିଁ? ସାର୍, ମୋତେ ପାଠ ପଢ଼ିବାକୁ ବହୁତ ଇଚ୍ଛା ଏବଂ ବଡ଼ ହୋଇ ଏକ କଲେକ୍ଟର ବନିବାକୁ ଇଚ୍ଛା। ଏହା ସହିତ ମୁଁ ଏହି କଲେକ୍ଟର ବନିବା ପରେ ଏହି ଗ୍ରାମର ଉନ୍ନତି କରିବାକୁ ମଧ୍ୟ। ଦେଖ ଚନ୍ଦନର ମା, ଚନ୍ଦନର ପାଠ ପଢିବାକୁ ବହୁତ ଇଚ୍ଛା ଅଛି। ମୁଁ ଚାହୁଁଛି ମୁଁ ତାର ପଢା ଖର୍ଚ୍ଚକୁ ବହନ କରିବି। ସାର୍, କାହିଁକି ଆପଣ ଆମ ପାଇଁ ନିଜକୁ ହଇରାଣ କରୁଛନ୍ତି କହିଲେ? ଆରେ ନା, ସେମିତି କିଛି କଥା ନୁହଁ। ଚନ୍ଦନଟାର ପଢିବାର ମନ ଅଛି, ତେଣୁ ମୁଁ ତାକୁ ସାହାଯ୍ୟ କରିବାକୁ ଚାହୁଁଛି। ତମେ କିଛି ଖରାପ ଭାବିବ? ସାର୍, ଆପଣ ତ ଶିକ୍ଷକ ଲୋକ। ମୁଁ ଏବେ ଆପଣଙ୍କଠୁ କ'ଣ ଆଉ ବଳରେ ଜାଣିବି କହିଲେ? ଆପଣଙ୍କ ଯାହା ଇଚ୍ଛା ଆପଣ ତାହା କରନ୍ତୁ। ମୁଁ କାଲିଠୁ ଚନ୍ଦନକୁ ବିଦ୍ୟାଳୟକୁ ପଠାଇଦେବି। କିଛି ଅସୁବିଧା ହେବନି ତାର ସ୍କୁଲ ଯିବାରେ। ଆଉ ବାକି ଯାହା ଆପଣ ବୁଝିବେ ସାର୍। ପିଲାଟା ଆପଣଙ୍କୁ ଲାଗିଲା ସାର୍, ଧ୍ୟାନ ରଖିବେ। ଦେଖୁ କିଛି ବର୍ଷ ବିତି ଯାଇଛି। ଚନ୍ଦନ ପାଠପଢ଼ା ସରି କଲେକ୍ଟର ହେଇଯାଇଛି। ନମସ୍କାର ସାର୍। ହଁ, ନମସ୍କାର। କେମିତି ଅଛନ୍ତି ଆଉ ଏବେ ଆପଣ? ଆପଣଙ୍କ ଲାଗି ଏ ପିଲା ଚନ୍ଦନଟି ଆଜି ଗୋଟେ କଲେକ୍ଟର ହେଇପାରିଛି। ସବୁ ଆପଣଙ୍କ ଦୟାରୁ ସାର୍। ନମସ୍କାର ସାର୍। ଏବେ ଆଉ ଆପଣ କେମିତି ଅଛନ୍ତି? ଆପଣଙ୍କ ଦୟାରୁ ମୁଁ ଆଜି କଲେକ୍ଟରଟି ହେଇ। ହଁ ରେ, ଠାକୁରଙ୍କ ଦୟାରୁ ମୁଁ ଭଲରେ ଅଛି। ଶୁଣେ, ତୁ ଏବେ ଯେଉଁ ପରିସ୍ଥିତିରୁ ଏଠାକୁ ଆସିଛୁ, ତୁ କେବେ ବି ଚାହିଁବୁନି ଯେ ଏହା ଆଉ କାହା ସହିତ ହେଉ। ଏହା ମୋର ଆଶା ଅଛି। ତେଣୁ ତୁ ସମସ୍ତଙ୍କର ଭଲ ଏବଂ ମଙ୍ଗଳ ପାଇଁ ସବୁ କାର୍ଯ୍ୟ କରିବୁ। ଆଉ ଏ ଦେଶ, ଜାତି, ଏହି ଗାଁର ନାଁ ସମ୍ମାନର ସହିତ ରଖିବୁ ବୋଲି ମୋର ଆଶା। ଆସୁଛି ବାବା, ମୁଁ ଆଉ କେତେ ଦିନ ବଞ୍ଚିବି? ଆଉ ଯେତେ ଦିନ ବଞ୍ଚିଥିବି ଏହି ଆଶାରେ ହିଁ ବଞ୍ଚୁଥିବି। ତେଣୁ ତୁ ଏପରି କିଛି କାର୍ଯ୍ୟ କରିବୁନି ଯାହା ଲାଗି ତୋ ମା ଏବଂ ତୋର ସମ୍ମାନ ନଷ୍ଟ ହେବ। ବୁଝିଲୁ ବାବା? ଆସୁଛି, ବହୁତ ବିଳମ୍ବ ହେଲାଣି ରେ, ଯାଉଛି।